ଇନଷ୍ଟାଗ୍ରାମରେ ଦେଖୁ ଦେଖୁ ଗୋଟେ ଜିନିଷ ଦେଖିଲି। ଯେତିକ କୋଟିପତି, ଯେତିକ ସୁପରଷ୍ଟାର, ଯେତିକ ଫିଲ୍ମ ଷ୍ଟାର, ଯେତିକ ବାବା ସବୁ ବଡ଼ ବଡ଼ ଭାଷଣ ମାରୁଛନ୍ତି, ବଡ଼ ବଡ଼ ଆଡ଼ଭାଇଜ ଦେଉଛନ୍ତି। ଆଜ୍ଞା ତୁମ କତିରେ ପଇସା ଗୁଡ଼ା ଖାଲି ଖଲବଲ ହେଉଛି ବୋଲି ତୁମ ପାଟିରୁ ଗଳଗଳି ଖାଲି ଆଡ଼ଭାଇଜ ବାହାରୁଛି। ମାଧୁଚ ତୁମ କତିରେ ଟଙ୍କାଟେ ପଇସା ନଥାନ୍ତ ତାହେଲେ ଦୁଃଖଟା କ'ଣ ଜାଣତ। ଆଉ ଦୁଃଖ ତ ଯାହାର ପଡ଼ିଛି ସେ ତ ତୁମ କଥା ଶୁଣିବ ବଡ଼ ମଣିଷ ହେବା ପାଇଁ। ଆଉ ତୁମ କତିରେ ଖଲ ପଇସା ହେଉଛି, ଆଉ ତୁମ କତିରେ ଭେରାଇଟି କଥା ବାହାରିବ ଆଡ଼ଭାଇଜ। ତୁମ କତିରେ ପଇସାର ହାଉଜ ତ ସେଇଟା ତ ପାଟିରୁ ଗଳ ବାହାରୁଛି। ଆଜ୍ଞା ଟଙ୍କାଟେ ତୁମ କତିରେ ନଥାନ୍ତା ଏମିତି ତୁମେ ରାଜା ହେଇଯିବ, ଏମିତି ତୁମେ ଖାଇବ ଦେଖିବ, ଏମିତି ସପନ ଦେଖିବ ତୁମେ କୋଟିପତି ହେଇଯିବ। ଆଜ୍ଞା 500 ଟଙ୍କାରେ ମଜୁରୀ କରିକି 200 ଟଙ୍କାରେ ସଉଦା ଆଣିଲା ବେଳକୁ ଆଉ 400 ଟଙ୍କା 300 ଟଙ୍କା ରହିବ। ଏମିତି ତୁମେ ବଡ଼ ବଡ଼ ସପନ ଦେଖି ଏକାଥରେ ବଡ଼ ଲୋକ ହେଇଯିବ। କାହିଁ ଗାଲୁଆ କଥାଟା କହୁଛ, ଲୋକମାନେ ଭୁଆ ବୁଲଉଛ। ଭଗବାନ ଯାହାକୁ ବଡ଼ କରିଛି, ଯାହାକୁ ଗରିବ କରିଛି, ଯାହାକୁ ଦୁଃଖୀ କରିଛି, ଯାହାକୁ ସୁଖୀ କରିଛି। ଆଉ ଗୋଟେ ତ ମା ପେଟରୁ ଧନୀ, ତାଙ୍କୁ କିଏ ବୁଝେଇବ? କହିହେବନି କାହା ଭାଗ୍ୟରେ କ'ଣ ଅଛି। ଆଉ ତୁମେ ମୋବାଇଲ ଆଗରେ ବଡ଼ ବଡ଼ ସ୍ୱପ୍ନ ଦେଖିନେ ବଡ଼ ବଡ଼ ରାଜା ହେଇଯିବ, ବଡ଼ ବଡ଼ ଚିନ୍ତା କଲେ ହେଇଯିବ। ରାଜା ଭଳିଆ ବଞ୍ଚିଲେ ରାଜା ଭଳିଆ ହେବ। ମାଧୁଛ ତ ମୁଁ ତ କାମ କରିବାକୁ ଯିବି, ମୋର 500 ଟଙ୍କା ମଜୁରୀ, ଗୋଟେ ଦିନ ଖଟିବି ମୁଁ ରାଜା ହେଇଯିବି। ଇଆଡ଼େ ଘରେ ମୋର ଉପାସ ଥିବ, ମୋର ଡାଲି ତେଲ ଲୁଣ ସରିଯାଇଥିବ। ଖାଲି ଆଡ଼ଭାଇଜ ଯାଏ କହୁଛ ତୁମ କତିରେ ଖଲ ପଇସା ହେଉଛି। ତୁମେ ଥରେ ଯାଅନି, ଗୋଟେ ଦିନ ଗାଣ୍ଡି ମରିବ ଖରାରେ, ଜାଣିବ କଷ୍ଟଟା କ'ଣ। ସେ ଗୋଟେ ଲୋକଙ୍କୁ ତୁମେ ଆଡ଼ଭାଇଜ ଦେବ। କ'ଣ କହିବି, ଆଉ କିଛି କହିହେବନି।